ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତ +2 ଫାର୍ଷ୍ଟ ଇୟର ପିଲାମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ପଢିଲେ ଯେ ରିପୁ ହସିବେ ଏହା ଶୁଣି କିବା ବୋଲିବେ ଚକ୍ରପାଣି। ରିପୁ ପିଲେ ରିପୁ କହିଲେ ଶତ୍ରୁ। ଶତ୍ରୁ ମାନେ କୃଷ୍ଣଙ୍କର ବହୁତ ଶତ୍ରୁ ଥିଲେ ନା। ଆମେ ସମସ୍ତେ ଜାଣିଛେ ମହାଭାରତ ସମୟରେ ଆମେ ସମସ୍ତେ ଜାଣିଛେ କଂସ ରାଜାଙ୍କ ଠାରୁ ଆରମ୍ଭ କରି କଂସ ମାମୁଁ କେତେ ରାକ୍ଷସ କେତେ କଣ ଥିଲେ ନା ନାଇଁ। ସେତେବେଳେ ଏ କଥା ରିପୁ ମାନେ ଜାଣିଥିବେ। ଯେତେବେଳେ ଏ କଥା ଶତ୍ରୁ ମାନେ ଜାଣିବେ ସେମାନେ ସମସ୍ତେ ହସିବେ। ଏହା ଶୁଣି ସମସ୍ତେ ହସିବେ। ବୁଝିପାରିଲା? ପିତା ତ ଏଡେ ବଡ ଯୋଦ୍ଧା, ପିତା ତ ଭଗବାନ, ହେଲେ ପୁତ୍ର ମାନଙ୍କର ଏମନ୍ତ ଦଶା। ଏହା ଶୁଣି ସମସ୍ତେ ରିପୁ ମଧ୍ୟ ସମସ୍ତ ଶତ୍ରୁ ମଧ୍ୟ ହସିବେ। କିବା ବୋଲିବେ ଚକ୍ରପାଣି। ଚକ୍ରପାଣିରେ ଯାହାର ସେ ଚକ୍ରପାତି, ସେ ଚକ୍ରପାଣି ମାନେ ଶ୍ରୀକୃଷ୍ଣ କଣ କିବା କଣ କହିବେ। ଏହା ଯେତେବେଳେ ଶ୍ରୀକୃଷ୍ଣ କାନକୁ ଏକଥା ଯିବ ନା, କୃଷ୍ଣ କଣ କହିବେ? ଆରେ 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 ରେ ଶତ୍ରୁ ମାନେ ଏକଥା ଶୁଣି ହସିବେ। କୃଷ୍ଣଙ୍କର ବୀର୍ଯ୍ୟରୁ ଏମାନେ ଜନ୍ମ ହୋଇଛନ୍ତି ବା ପରନ୍ତୁ କାହିଁ ସେମାନଙ୍କର ପରାକ୍ରମ, କାହିଁ ସେମାନଙ୍କର ବଳପୂର୍ଣ୍ଣ କାର୍ଯ୍ୟ। ତାପରେ ଦେଖ ପିଲେ କଣ ହେଇଛି। ରୋହିଣୀ ସୁତ ଶୁଣି ଏହା ଆମ୍ଭରେ ହୋଇବେ ନିର୍ଦୟା। ରୋହିଣୀ ସୁତ ଶୁଣି ଏହା ଆମ୍ଭରେ ହୋଇବେ ନିର୍ଦୟା। ରୋହିଣୀ ସୁତ ତାମାନେ କିଏ? ବଳରାମ, ହଳଧର, ଯିଏ ହଳକୁ ଧାରଣ କରନ୍ତି ସେ ରୋହିଣୀ ସୁତ। ଯେତେବେଳେ ବଡ ବାପା ଏକଥା ଶୁଣିବେ ନା, କୃଷ୍ଣଙ୍କର ବଡ ଭାଇ, ତାମାନେ କୃଷ୍ଣଙ୍କର ମାନଙ୍କର ବଡ ବାପା, କୃଷ୍ଣ ପୁତ୍ର ମାନଙ୍କର ବଡ ବାପା ରୋହିଣୀ ସୁତ ହଳଧର, ବଳରାମ ଯେତେବେଳେ ଏକଥା ଶୁଣିବେ ଆମ୍ଭରେ ହୋଇବେ ନିର୍ଦୟା, ଆମ ଉପରେ ପୁରା ନିର୍ଦୟ ହେଇଯିବେ, ଆମକୁ ବାଡେଇ ପକେଇବେ। ଯଦି ଏକଥା ଶୁଣିବେ ଗୋଟେ ମାନେ ଆମେ କୃଷ୍ଣ ପୁତ୍ର ହେଇକି ଏଇ ସାମାନ୍ୟ କାମ ଏଣ୍ଡୁଅଟିକୁ ବାହାରି କରିପାରୁନୁ। ଯେତେବେଳେ ବଡ ବାପା ହଳଧର ଏକଥା ଶୁଣିବେ ନା, ଆମ ପିଠିରେ ପୁରା ବାଡେଇ ପକେଇବେ, ନିର୍ଦୟ ହୋଇଯିବେ ଆମ ଉପରେ, ଆମ ପ୍ରତି। ବୁଝିପାରିଲା? ଦେନ୍ ତାପରେ କଣ ହେଇଛି, ଆମେ ସେମିତି ଜାଣିଛେ ପିଲେ ବଳରାମ ହେଉଛନ୍ତି କ୍ଷଣ କପି, ସଙ୍ଗେ ସଙ୍ଗେ ରାଗି ଯାଆନ୍ତି, ସଙ୍ଗେ ସଙ୍ଗେ ଡେଇଁ ପଡନ୍ତି ରାଗିକି। ଯେତେବେଳେ ସିଏ କଥା ଶୁଣିବେ ନା ଆମ ପ୍ରତି ନିର୍ଦୟା ହୋଇଯିବେ, ନିର୍ଦୟ ହୋଇଯିବେ। ତାହେଲେ କାହାକୁ ଏକଥା କହିବେ ଯାଇକି? ଦେଖ ପିଲେ ଆଉ କଣ କହୁଛନ୍ତି କୃଷ୍ଣପୁତ୍ର ମାନେ କହୁଛନ୍ତି, ପୁରେ ହସିବେ ବଧୁ ଜନ ବସନ ଆଚାଦି ବଦନ। ଦେଖ ପିଲେ ସ୍କ୍ରିନ୍ ଦେଖ, ପୁରେ ହସିବେ ବଧୁ ଜନେ ବସନ ଆଚ୍ଛାଦି ବଦନେ। ପୁରେ ହସିବେ ବଧୁ ଜନେ। ପୁରେ କହିଲେ ଆମେ ଯୋଉ ଘର କହିବା, ନଗର କହିବା, ସେଠି ବଧୂଜନ ମାନେ, ବୁଝିପାରିଲା, ମା ମାଉସୀ ସ୍ତ୍ରୀ ଲୋକମାନେ ହସିବେ। ସ୍ତ୍ରୀ ଲୋକମାନେ ଏକଥା ଶୁଣିକି କେମିତି ହସିବେ ନା ବସନ ଆଚ୍ଛାଦି। ବୁଝିପାରିଲା? କେମିତି ହସିବେ ନା ବସନ ଆଚ୍ଛାଦି। ବସନ କହିଲେ ଲୁଗା, ପିନ୍ଧିଥିବା ଲୁଗାକୁ, ଆଚ୍ଛାଦି ବଦନେ, ବଦନ କହିଲେ ମୁହଁରେ, ଆଚ୍ଛାଦି କହିଲେ ଲୁଚାଇ ଲଗାଇ। ତାହେଲେ ପିନ୍ଧିଥିବା ଲୁଗାକୁ ମୁହଁରେ ଢାଙ୍କି ଖିଲି ଖିଲି ହେଇକି ଆମକୁ ଦେଖି ହସିବେ, କହିବେ ଆରେ ଆରେ ରେ ଏଇମାନେ କୃଷ୍ଣଙ୍କର ପୁତ୍ର। ତାହେଲେ ମୁହଁରେ ଲୁଗା ଦେଇକି ହସିବେ। ପୁରରେ ଥିବା ବଧୂଜନ ମାନେ, ମା ମାନେ, ସ୍ତ୍ରୀ ଲୋକମାନେ। ତାପରେ କଣ ହେଇଛି ଦେଖ, ନିରାଶେ କୃଷ୍ଣ ପାଶେ ଯାଇ ବୋଲନ୍ତି ଶିରେ କର ଦେଇ। ନିରାଶେ
ଆଉ କିଛି ବାଟ ନାହିଁ, କଣ କରିବେ? ଜଣ ଜଣ କରି ତ କେତେ ଚେଷ୍ଟା କଲେ, ତାପରେ ସର୍ବ ଟାଣିଲେ, ତାପରେ ପୁଣି ବାହୁବଳ ଲଗେଇକି ଟାଣିଲେ, ପରନ୍ତୁ ନିରାଶ। ନିରାଶ ହେଲା ପରେ ସେମାନେ କଣ କଲେ? ବଡ ବାପାଙ୍କୁ ପାଖକୁ ଯିବେନି। ବଡ ବାପାଙ୍କ ପାଖକୁ ଗଲେ ନିର୍ଦ୍ଦୟ ହୋଇଯିବେ, ପିଠି ପଟାଇ ଦେବେ। ତେଣୁ ଶ୍ରୀକୃଷ୍ଣଙ୍କର ପାଖକୁ ଗଲେ, କୃଷ୍ଣଙ୍କ ପାଖକୁ ଗଲେ କଣ ଯାଇକି କହୁଛନ୍ତି? ବୋଲନ୍ତି ଶିରେ, ବୋଲନ୍ତି ଶିରେ କର ଦେଇ, ବୁଝିପାରିଲା? ବୋଲନ୍ତି ଶିରେ କର ଦେଇ। ବୋଲନ୍ତି କହିଲେ କହନ୍ତି, ଶିରେ କହିଲେ ମସ୍ତକରେ, ମସ୍ତକରେ ହାତ ଦେଇ କହୁଛନ୍ତି ହେ ପ୍ରଭୁ। ଦେନ୍ ତାପରେ କଣ ହେଇଛି ଦେଖ ବିଲେ, ଭୋ ଦେବ ଶୁଣ ସାବଧାନେ, ଅଦ୍ଭୁତ କଥା ଘୋର ବନେ। କଣ ହେଇଛି ନା, ଭୋ ଦେବ, ହେ ଦେବ, ହେ ପରମ ପିତା, ହେ ପିତାଶ୍ରୀ, ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ସାବଧାନେ, ବୁଝିପାରିଲା? ଟିକେ ଯତ୍ନ ସହକାରରେ ଆମ କଥାକୁ ଟିକେ ଶୁଣନ୍ତୁ ଆଜ୍ଞା। କଣ ହେଇଛି ନା, ଅଦ୍ଭୁତ କଥା ଘୋର ବନେ, ଅଦ୍ଭୁତ କଥା ଘୋର ବନେ। ଘୋର ବନରେ ନିଘଞ୍ଚ ନିକାଞ୍ଚନ ଅରଣ୍ୟରେ ଯୋଉ ଅଦ୍ଭୁତ କଥା ଘଟିଛି, ସେଇ କଥାକୁ ଟିକେ ଶୁଣିମା ହେଉ ଭଗବାନ। ପିତାଶ୍ରୀ ଟିକେ ଶୁଣନ୍ତୁ ଆଜ୍ଞା। ତାପରେ କଣ ହେଇଛି ଦେଖ ବିଲେ, ବନ ଗହନ ଅନ୍ଧକୂପେ, ବନ ଗହନ ଅନ୍ଧକୂପ, ତାମଦେ କୃକଲାସ ରୂପ, ପର୍ବତ ପ୍ରାୟ ତା ଶରୀର, ନ ଚଳେ ଅତି ଗୁରୁତର। ତାମାନେ କଣ ହେଇଛି? ବନ ଗହନ, ବନ ଗହନ, ବନରେ କୂପ ଅନ୍ଧକାର, ଅନ୍ଧକୂପ। ଅନ୍ଧକୂପ କହିଲେ ଅନ୍ଧାକାରମୟ, ଅନ୍ଧାରମୟ କୂପ, ତା ଭିତରେ କୃକଲାସ ରୂପ, ଏଣ୍ଡୁଅ ରୂପ, ଏଣ୍ଡୁଅ ରୂପ ଧାରଣ କରିଥିବା ଗୋଟେ ବିରାଟ ପର୍ବତ ସଦୃଶ ଭଳିଆ ପର୍ବତ ପ୍ରାୟ ତା ଶରୀର, ତାମାନେ ପର୍ବତ ଭଳିଆ ତା ଦେହଟା। ନ ଚଳେ ଅତି ଗୁରୁତର, ଅତି ଗୁରୁତର ଅବସ୍ଥାରେ ଅଛି, ବୁଝିପାରିଲା? ଅତି ଗୁରୁତର ଅବସ୍ଥାରେ ଅଛି, ମୁଣ୍ଡଟା ତଳକୁ ଅଛି, ଲାଞ୍ଜଟା ଉପରକୁ ଅଛି, ଗୁରୁତର ଅବସ୍ଥାରେ କୁକୁଲାସଟିଏ। ପର୍ବତ ସଦୃଶ କୁକୁଲାସଟିଏ କୂପ ମଧ୍ୟରେ ପଡିଛି ଆଜ୍ଞା। ଅତି ଗୁରୁତର। ଆମେ ଭାବିଲୁ ତାକୁ ଉଦ୍ଧାର କରିବା ପାଇଁ, କିନ୍ତୁ କଣ ହେଇଛି? ତାପରେ କଣ ହେଇଛି ଦେଖ ଭଲ, ଓଟାରି ନ ପାଇଲୁ ବେଳେ, ଟାଣନ୍ତେ ଚରଣ ନ ଚଳେ। ତାମାନେ କହୁଛନ୍ତି ଓଟାରି ନ ପାରିଲୁ, ବୁଝିପାରିଲା? ଆମେ ଟାଣି ପାରିଲୁନି ଆଜ୍ଞା, ଆମେ ଟାଣି ପାରିଲୁନି, ଓଟାରି ନ ପାରିଲୁ ବଳେ, ଆମ ବଳ ଲଗାଇକି, ଆମ କଳ ବଳ କୌଶଳ ପ୍ରୟୋଗ କରିକି ମଧ୍ୟ ଓଟାରି ପାରିଲୁ ନାହିଁ, ଉପରକୁ ଟାଣି ପାରିଲୁ ନାହିଁ। ଟାଣନ୍ତେ ଚରଣ ଚଳେ, ଦେଖ ବିଲେ, ଟାଣନ୍ତେ ଚରଣ ନ ଚଳେ, ଟାଣନ୍ତେ ଚରଣ ନ ଚଳେ। ଆମେ ସବୁ ଟାଣୁଛୁ, ପରନ୍ତୁ ତା ଚରଣ ଜମା ଚାଲୁ ନାହିଁ, ପୁରା ସ୍ଥିର ହେଇକି ଯେମିତି ରହିବା କଥା ସେମିତି ସେ ହୋଇକି ଅଛି। ପୁରା ସେଇ କୂପ ମଧ୍ୟରେ ସେ ଅଛି। ତାପରେ ଦେଖ ପିଲେ, ଏ ବଡ଼ ଲଜ୍ଜା ବିପରୀତ, ଶୁଣି ହସିବେ ଯଦୁନାଥ। ତାହେଲେ ଏ ବଡ଼ ଲଜ୍ଜା ବିପରୀତ, ଏ ବଡ଼ ଲଜ୍ଜା ବିପରୀତ, ତାହେଲେ ଏଇ ଯୋଉ ବିପରୀତ କଥା, ଏହା ବଡ଼ ଲଜ୍ଜାଜନକ କଥା।
ଏଇ କଥା ଯେତେବେଳେ ଯଦୁନାଥ ଶୁଣିଛନ୍ତି, ଯଦୁନାଥ କିଏ? ଶ୍ରୀକୃଷ୍ଣ ଯେତେବେଳେ ଏ କଥା ଶୁଣିଛନ୍ତି ଖିଲି ଖିଲି ମନ୍ଦ ହସ ହସୁଛନ୍ତି। ଦେନ୍ ତାପରେ କଣ କହୁଛନ୍ତି? ଏସବୁ ତମ ମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।